ଲାଭ କରିବେ। ତାହେଲେ କଣ ହେଲା ଆମେ ସମସ୍ତେ ତାହେଲେ କିଏ ସେ ଆମେ ହଉଛୁ ସେଇ ଭଗବାନଙ୍କର ଅଂଶ ବିଶେଷ ଯାହାକୁ ବେଦରେ କହିଲା ଅହଂ ବ୍ରହ୍ମାସ୍ମି ମୁଁ ହଉଛି ସେଇ ବ୍ରହ୍ମ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି। ଶଙ୍କରାଚାର୍ଯ୍ୟ କହିଲେ କେବଳ ଜୀବ କେବଳ ବ୍ରହ୍ମୈବ ଜୀବ କେବଳ ବ୍ରହ୍ମ ବ୍ୟତୀତ ଅନ୍ୟ କିଛି ନୁହେଁ। କାହିଁକି ନୁହେଁ ନା ବ୍ରହ୍ମ ଯଦି ସୃଷ୍ଟି କଲେ ବ୍ରହ୍ମ ଆମର ପିତା ହେଲେ ଆମେ ବ୍ରହ୍ମଠାରୁ ଜନ୍ମ ନେଇଛେ ଆମେ ମଧ୍ୟ ଜଣେ ଜଣେ ବ୍ରହ୍ମ ଅର୍ଥାତ୍ ଆମେ ବି ଜଣେ ଜଣେ ଭଗବାନ। ବାବା କଣ କହିଲେ ବାବା କହିଲେ ମୁଁ କହୁଛି ଆଇ ଆମ୍ ଗଡ୍ ମୁଁ ହଉଛି ଭଗବାନ। କାହିଁକି ମୁଁ କହୁଛି ନା ମୁଁ ଜାଣିଛି ଆଇ ଆମ୍ ଗଡ୍। କିନ୍ତୁ ତମେ କଣ ଭାବୁଛ ତେବେ କହୁଛ ଯେ ଆମେ ତ ସାଧାରଣ ମଣିଷଟାଏ ହଉ but you are permanently God temporarily acting as human being. So you are permanently God. ତମର ଅନ୍ତର୍ନିହିତ ତତ୍ତ୍ୱ ହେଉଛି ତମେ ସମସ୍ତେ ଭଗବତ ସତ୍ତାର ଅଂଶ ବିଶେଷ ସମସ୍ତେ ଭଗବାନ। କିନ୍ତୁ ତମେ ନିଜକୁ ଜାଣିପାରୁ ଯାହାଦ୍ୱାରା କି ତମେ ନିଜକୁ ଭାବୁଛ ଛୋଟିଆ ମଣିଷଟେ ତ ନା ସେ ଛୋଟ ବଡ଼ଟେ ହଉ ବଡ଼ଟେ ହଉ ସମସ୍ତେ ଭଗବାନଙ୍କର ସଂସାର। ବାବା କହିଲେ ମୁଁ ଜାଣିଛି ଆଇ ଏମ୍ ଗଡ୍ ତେଣୁ ମୁଁ ଓପନଲି କହୁଛି ଆଇ ଏମ୍ ଗଡ୍। ତମର କିନ୍ତୁ ସେ ସାହସ ଆସୁ ନାହିଁ କିମ୍ବା ତମର ସେ ବ୍ରହ୍ମକୁ ପରିପ୍ରକାଶ କରିବା ପାଇଁ ତମେ ସେ ସାମର୍ଥ୍ୟ ବା ଶକ୍ତି ଯୋଗାଡ଼ କରୁ ନା। ତମର ସବୁବେଳେ ମନ ଆମେ ଛୋଟିଆ ଲୋକଟେ ଗରିବ ଘରେ ଜନ୍ମ ହେଇଛି ମୁଁ ତ ଚୋରି କରିବି ଆଉ ଆମର ଅଭାବ ଲୋକ ମୁଁ ଚୋରି କରିବି ମୁଁ ଗରିବ ଘରେ ଜନ୍ମ ହେଇଛି ମୁଁ ଏମିତି ଚଳିବି। କିନ୍ତୁ ବାବା କୁହନ୍ତି ନା ତମେ ସମସ୍ତେ ହଉଛ ଭଗବାନ ଏବଂ ଏଇ କଥାକୁ ବାବା ବାରମ୍ବାର କୁହନ୍ତି ତମେ ସମସ୍ତେ ଭଗବାନ ଭଗବାନ ଭଳି ଆଚରଣ କର ଭଲ ମନ୍ଦ କର। ଥରେ ତାଙ୍କର ଗୋଟେ କଲେଜ ପିଲା ବାବା ଦର୍ଶନ ଦେବାକୁ ଆସନ୍ତି କଲେଜ ପିଲା ସ୍କୁଲ ପିଲା ସବୁ ଆଗରେ ବସିବେ ଏମାନେ ସବୁ ପଛରେ ବସିବେ ବାବା ଜାଣିକିରି ଯାଉଛନ୍ତି। ବାବା ସବୁ ଗୋଟେ କଲେଜ ପିଲା ପଚାରିଦେଲେ ହୁ ଆର୍ ୟୁ ସେ ଶୁଣିଛି ତ ବାବା କହିଛନ୍ତି ସମସ୍ତେ ଭଗବାନ ସେ କହିଲେ ଆଇ ଏମ୍ ଗଡ୍। ଯେ ବାବା କହିଲେ ଠିକ୍ ଅଛି ମୁଁ ଏଇଠି କହୁଛି ତୁ ଟିକେ ଯା ଦର୍ଶନ ଦେଇ ନେଇକିରି ଆ ଲୋକଙ୍କୁ ସବୁ ସେ ପ୍ରକାରଟା ତଳକୁ ପୋତିକିରି ବସିଗଲା। ବାବା କହିଲେ କଣ ହେଲା କହିଲି ତ ଆଇ ଏମ୍ ଗଡ୍ ମୁଁ ଦର୍ଶନ ଦଉଛି ମୁଁ ଆଉ କାହିଁ ଦର୍ଶନ କରିବି ମୁଁ ଏଇଠି ବସିଛି ତୁ ଟିକେ ଯା ଦର୍ଶନ ଦେଇଦେ ଆ ଅର୍ଥାତ୍ କହିବା ଟୋକା ପିଲାଟା ତଳକୁ ମୁହଁ କରିକିରି ବସି ରହିଲା। ବାବା କହିଲେ ଦେଖେ ତୁ ଖାଲି ଜାଣୁଛୁ ଯେ ବାବା କହୁଛନ୍ତି ସମସ୍ତେ ଭଗବାନ ତୁ ସେଇଥିପାଇଁ କହିଦେଲୁ ଆଇ ଏମ୍ ଗଡ୍ କିନ୍ତୁ ତୁ ଆଜି ଯାଏ ନିଜକୁ ଅନୁଭବ କରିନାହୁଁ ଯେ ତୁ ହଉଛୁ ଭଗବାନ ବୋଲି ଯାହାଦ୍ୱାରା କି ତୁ ମୁଣ୍ଡ ତଳକୁ କରିକିରି ବସି ଗଲୁ। ଯେଉଁଦିନ ତମେ ହୃଦୟଙ୍ଗମ କରିଯିବ ସେଦିନ ତମେ ମଧ୍ୟ କହିବ ମୁଁ ଆଇ ଏମ୍ ଗଡ୍। ଦେଖିବା ଆମର ଯେତେ ସବୁ ସାଧୁ ସନ୍ଥ ମହାପୁରୁଷ ଯାଇଛନ୍ତି ସମସ୍ତଙ୍କ ଦେଖିବ ସମସ୍ତେ କହନ୍ତି ମୁଁ ହଉଛି ଭଗବାନ। ଅଭିରାମ ପରମହଂସ ଭକ୍ତମାନେ ତାଙ୍କୁ କହନ୍ତି ସେ ହୁଅନ୍ତି ଶ୍ରୀକୃଷ୍ଣଙ୍କ ଅବତାର। ନିଗମାନନ୍ଦ ତାଙ୍କ ଭକ୍ତ କହିବେ ନିଗମାନନ୍ଦ ହୁଅନ୍ତି ଭଗବାନଙ୍କର ଅବତାର। ଶିବାନନ୍ଦଙ୍କ ଶିଷ୍ୟମାନେ କହିବେ ଶିବାନନ୍ଦ ହଉଛି ଅବତାର ସେମାନେ ଭଗବାନ। କାହିଁକି କେହି ଭୁଲ ନୁହଁ ସମସ୍ତେ ଠିକ୍ କାରଣ ପ୍ରକୃତରେ ସମସ୍ତେ ସେଇ କୃଷ୍ଣଙ୍କର ଅବତାର ସମସ୍ତେ ସେଇ ରାମଙ୍କର ଅବତାର। ଯିଏ ହୃଦୟଙ୍ଗମ କରିଛି ସିଏ ପରିପ୍ରକାଶ କରୁଛି ଆଇ ଏମ୍ ଗଡ୍। ଅଭିରାମ ପରମହଂସକୁ ଥରେ କହିଲେ ତାଙ୍କର ଶିଷ୍ୟ ମାନେ କହିଲେ ଆରେ ବାବା ଆମ ପାଇଁ ଆଜି ଲହୁଣୀ ଆଣିଛି ଆପଣ ଲହୁଣୀ ଖାଇବେ କାରଣ କୃଷ୍ଣ ଅବତାର। ବାବା କହିଲେ ନା ଆଉ ଖାଇବୁ ନା କାହିଁକି ନା ଦେଖେ ଆର ଜନ୍ମରେ ଖାଇଥିଲି ସେ ତାଙ୍କର ପିଚାକୁ ଲୁଗା ଟେକି ଦେଖିଲେ କହିଲେ ଦେଖେ ଯଶୋଦା ମାରିଛି ମୋର ଚିହ୍ନ ରହିଛି ଗୋଟା ଦେଖିଲା ବେଳକୁ ଚିହ୍ନ ପଡ଼ିଛି କହିଲେ ଦେଖ ମାରିଥିଲା ମତେ ତେନ୍ତୁଳି ଛାଟରେ ଚିହ୍ନ ଅଛି ଆଉ ସେ ଲହୁଣୀ ଖାଇବି ନାହିଁ। ତେଣୁ କହିବାର ଉଦ୍ଦେଶ୍ୟ ହେଲା ଯେଉଁମାନେ ଉପଲବ୍ଧି କରିଛନ୍ତି ସାଧନା କରିଛନ୍ତି ସେମାନେ ସମସ୍ତେ ଜାଣିଛନ୍ତି ଯେ ଆମେ ହେଉଛୁ ଭଗବାନ ଏବଂ ସେମାନେ କ'ଣ କରନ୍ତି ଆମେ ତାଙ୍କ ଜୀବନ ଚରିତ୍ର ପଢ଼ିଛେ ବାବାଙ୍କର ପଢ଼ିଛେ ଅଭିରାମ ପରମହଂସର ପଢ଼ିଛେ ନିଗମାନନ୍ଦଙ୍କର ପଢ଼ିଛେ ଅନୁକୂଳ ଚନ୍ଦ୍ରଙ୍କର ପଢ଼ିଛେ ଆମେ ସବୁ ଜାଣିଛେ ସେମାନେ କ'ଣ କଲେ ଏବଂ ଯାହା ସବୁ କରିଗଲେ ସେମାନେ ମଧ୍ୟ ମରିଛନ୍ତି। ଯେମିତି ଲୋଚନା ସେଠି ମରିଛନ୍ତି ସେମାନେ ମଧ୍ୟ ସେମିତି ମରିଛନ୍ତି। ଇଏ ଯେମିତି ପୋଡ଼ା ହେଇଛନ୍ତି ସେମାନେ ମଧ୍ୟ ସେମିତି ପୋଡ଼ା ହେଇଛନ୍ତି ସମାଧି ହେଇଛନ୍ତି। ଡିଫରେନ୍ସ କ'ଣ ତାଙ୍କ ମୃତ୍ୟୁ ଭିତରେ ଆମ ମୃତ୍ୟୁ ଭିତରେ ଡିଫରେନ୍ସ କ'ଣ